ଆପଣ ପୁରା କହିଲେ ବାହାର ଯିବାକୁ ଆମେ କଣ ଆପଣଙ୍କର ବାରବାସୀ କି ଆମେ ରିଟର୍ନ କରିବୁ ରିଟର୍ନ କରୁ ଆମକୁ ଆପଣ କଣ କହିଲେ ବାହାରକୁ ଚାଲନ୍ତୁ ମୁଁ ଯାଉଛି ସାର୍ ଆମେ ଯାଇକି ଘଣ୍ଟେ ଠିଆ ହେଇଥିବୁ ଆପଣ ଏଇଠି ଭିତରେ ଇଏ କରୁଥିବେ ମନା କରେ କୌଣସି କିଏ ମନା କଲା ଲୁଟୁଛନ୍ତି ଆପଣ ଲୁଟୁଛନ୍ତି ତ नो कमेंट नो कमेंट लुटुଛନ୍ତି ତ ଆପଣ ଲୁଟୁଛନ୍ତି ତାହେଲେ ସୁନୀଲ କୁମାର ଜେନା 21 ନମ୍ବର ଜିଲ୍ଲା ପରିଷଦ କାଞ୍ଚନ ଜେନାଙ୍କର ସ୍ୱାମୀ ଆଉ ପ୍ରତିନିଧି ଅଛି ବାଲିଆପାଳ ବ୍ଲକ। ବାଲିଆପାଳ ଯୋଉ ରିଲାଏନ୍ସ ଜିଓ ମାର୍ଟ ଖୋଲିଛି ତା ନାଁରେ ବିଭିନ୍ନ ପ୍ରକାର ଅଭିଯୋଗ ହଉଛି ଅଧିକ ଦର ନେଉଥିବାର ବାରମ୍ବାର ମଧ୍ୟ କମ୍ପ୍ଲେନ ହଉଛି କଣ କହିବେ ତାପରେ କହିବେ? ଆଜ୍ଞା ଶୁଣନ୍ତୁ ଏଇଟା ଆଜି ଯୋଉ ପରିସ୍ଥିତି ହେଇଛି ମୋର ପୁତ୍ରା ଛୁଆ ମୋ ଦୋକାନରେ ମୋର ଦୋକାନ ଅଛି ଦୋକାନରେ ପହଞ୍ଚିଲା ଯେ କାକା ଆମେ ଯିବା କଲର ଆପଣଙ୍କର ବି କଲର ନାହିଁ ହେୟାର କଲର ନାହିଁ ହେଲାନି ଆମେ କଲର ଆଣିବା ପାଇଁ ଯିବା କଲର ଆଣିବା ପାଇଁ ଆସିବା ସମୟରେ ସେ ପିଲାଙ୍କୁ ଯୋଉ ପିଲା ଆଗ ଥର ଯେମିତି ଏଇଟା ଫାର୍ଷ୍ଟ ଟାଇମ ନୁହଁ ଏଇଟା ସେକେଣ୍ଡ ଥର ମୋ ମାନେ ଉପସ୍ଥିତିରେ ହେଲା ଫାର୍ଷ୍ଟ ଥର ମାନେ ଆପଣଙ୍କର ଧରନ୍ତୁ 30 ଟଙ୍କା MRP ଲେଖା ହେଇଛି ସେଠି 40 ଟଙ୍କା ନେଉଛନ୍ତି ନେଲା ପରେ ମୁଁ ତାଙ୍କ ସହିତ ଯୁକ୍ତି ତର୍କ କଲା ପରେ ସେମାନେ ପୁଣି ସେମାନେ କହିଲେ ଯେ ଆଜ୍ଞା ମୋର ଭୁଲ ହେଇଛି ଆଜି ବି ପରିସ୍ଥିତି ସେୟା ଯେ କହୁଛନ୍ତି ଏଗୁଡାକ ଆମର ଜାଣିନାହୁଁ କିଛି ଏଗୁଡାକ ଆମର ଆଗରୁ କଣ ମାଲ ଗୁଡାକ ଆସିଥିଲା ଏଗୁଡାକ ଆମେ କିଛି ଏ ବିଷୟରେ କିଛି ଜାଣିନାହୁଁ ତେଣୁ ଯାହା ବି ହେଇଛି ଆପଣ କାହାକୁ ଡାକନ୍ତୁ ନାହିଁ ଆମ ତରଫରୁ ଆପଣଙ୍କୁ ଭୁଲ ମାଗୁଛୁ ଆଜ୍ଞା ଶୁଣନ୍ତୁ ଯଦି ଏମାନେ ଆମକୁ ଭୁଲ ମାଗୁଛନ୍ତି ଆମେ ଆଜ୍ଞା ଜାଣିବା ଶୁଣିବା ଲୋକ ଯୋଉମାନେ ଯେ ପାଠ ପଢିନାହାନ୍ତି ମୂର୍ଖ ଲୋକ କି ଗରିବ ଲୋକମାନେ ଆସୁଛନ୍ତି ଯେ ରିଲାଏନ୍ସ ରୁ ଆପଣଙ୍କର ଡିସକାଉଣ୍ଟ ଏମାନେ ମାଇକ୍ ପ୍ରଚାର କରୁଛନ୍ତି ଯେ ଡିସକାଉଣ୍ଟ ରେ ଆମେ ଦଉଛୁ ଏ ଯେ ଡିସକାଉଣ୍ଟ କଥା କହୁଛନ୍ତି ଏମାନେ ଡିସକାଉଣ୍ଟ ଦଉନାହାନ୍ତି ଆଜ୍ଞା ଏମାନେ ଲୋକଙ୍କୁ ମାରିବା ପାଇଁ ଚାହୁଁଛନ୍ତି ଆସିଛନ୍ତି ରିଲାଏନ୍ସ କମ୍ପାନୀ ବାଲିଆପାଳକୁ ଆସିଛି ଗରିବ ଲୋକଙ୍କୁ ମାରିବା ପାଇଁ ଆସିଛି ଶୋଷଣ କରିବା ପାଇଁ ଆସିଛି ତେଣୁ ମୋର ଜିଲ୍ଲା ପରିଷଦ ପ୍ରତିନିଧି ହିସାବରେ ଆପଣମାନଙ୍କ ମାଧ୍ୟମରେ ମୁଁ ଜଣାଉଛି ଯେ ରିଲାଏନ୍ସ କମ୍ପାନୀ କି ଆପଣ ମାନେ ଟିକେ ତାଙ୍କୁ ଜଣାନ୍ତୁ ଯଦି ଏଠି ଦୋକାନ କରିବାର ଅଛି ଠିକ ସେ କରନ୍ତୁ ନହେଲେ ଏଠି ଉଠି ଯାଆନ୍ତୁ ନହେଲେ ଏ ରିଲାଏନ୍ସ ବିରୁଦ୍ଧରେ ତୀବ୍ର ଗତିରେ ଆପଣଙ୍କର ଏଠି ଆନ୍ଦୋଳନ ହବ। ମାନସ ରଞ୍ଜନ ଜେନା ଘର କୋଉଠି ବଡଗଛୁଆ କଣ ହେଲା ଏଠି ଜିଓ ମାର୍ଟ କଣ ଦେଖନ୍ତୁ ମୁଁ ଆସିଥିଲି ରିଲାଏନ୍ସ କୁ ଆସି ମାନେ ହେୟାର କଲର ନବା ପାଇଁ यार प्रिंट अच्छी 20 टका लगा 20 टका लगा सी माने एमआरपी तार 25 रु 20 अच्छी सी मु 3टा नेली से मते आसला परे काउंटर रे मते कहले कैश पेमेंट दवा पई मु कैश पेमेंट देली 100 टका देली सी मते भाउचर काटी के देले होची 63 टका 50 पैसा एटा भी देखि परबे एक्चुअली यार रेट अच्छी 20 टका लगा 20 टका लगा तो मते 26 टका रिटर्न कले मु ताको कहली मु 26 टका कोन पई रिटर्न कले पुणी से भाई आउ जने आसिले सी मते आउ 6 टका रिटर्न कले मुली 32 टका कोन हिसाब रे देले सी पुणी मते कहले नै तापरे पुणी ताको भीतर कोन आलोचना हला हां से मते माने आउ 40 टका रिटर्न कर देले कहले जे छाडंतु जहा हिची भूल ही जाईची आपण नै की जानतु हला मो हिसाब रे मो कहे माने होची जदी 20 तीनटा को 60 टका होची से 100 टका नेले आमे सिना जानिले देखिले बिल हमको एमती गले तापरे मु मागिली बिल मो कहली बिल मते दियन 60 टका रो से बिल देई पाले पुणी लास्ट रे मते कहले छाडंतु भूल ही जाईची आपण जानतु मो कहे माने होची आमे सिना एमती गले जदी जने अनपढ़ माने जदी पढ़ा लिखा माने लोक हेई नथिबो से कोन करिवो तो से सेमती बिल नै के पळै थाम ना अरे 5 टका 7 टका 10 टका बड़ कथा नुहे किंतु एटा ठीक रियली होबा कथा ना एटा आज प्रथम थरी जे पुरगुरी नै देखंतु मो भाई मो फर्स्ट टाइम आछि मु जोंटा देखली मु सेटा ही कहबी मो सहित आज हैला ना पब्लिक भी एटी कहि गले नि बहुत अरे 60 टका जागा रे से मते 63 टका 50 पैसा आपण देखि परिबे 63 टका 50 पैसा रो बिल काटी चंती एबे आपण कोन चाहू मु चाहू छी न्याय दरकार हम न्याय मो पई न्याय समस्त पई न्याय जो 63 टका माने न ठकिबा दरकार ना आमे सिना जानी परले आउ एमती की न जानी थियो ताको भी एमती करथबे ना गरीब लोक को एमती करथबे ना अरे गरीब होतु धनी होतु जे बिल न देखियो माने सेमती से नै की जाउथबो ना तो सेटा होबा दरकार देखो तो एटा भी देखो आपण 20 टका लेखा